କରୁଛे নহলে ତାଙ୍କର ପାରିବା ପଡ଼ିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗତକାଲି ରାତିରେ ବ୍ରହ୍ମପୁର ସହରର ଗହଳିପୂର୍ଣ୍ଣ ଜାଗାରେ ଯୋଉଭଳି ଭାବରେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଓକିଲ, ଓଡ଼ିଶା ବାର କାଉନସିଲର ଜଣେ ମେମ୍ବର ଯିଏକି ସର୍ବାଧିକ ଭୋଟ ପାଇ ବିଜୟ ଲାଭ କରିଥିଲେ, ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ନେତା ଯୋଉଭଳି ଭାବରେ ତାଙ୍କୁ ଗୁଳି କରି ହତ୍ୟା କରାଗଲା, ଏହା ଦର୍ଶାଉଛି ଯେ ଓଡ଼ିଶା ସରକାର, ମୋହନ ମାଝୀ ସରକାର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ନେତା ହୁଅନ୍ତୁ କିମ୍ବା ଏବିଭିପିର ବାଲେଶ୍ୱରର ଏଫଏମ୍ ୟୁନିଭର୍ସିଟିର ଭଉଣୀ ସୌମ୍ୟାଶ୍ରୀ ହୁଅନ୍ତୁ କିମ୍ବା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ଯୋଉଭଳି ଭାବରେ ବଳଙ୍ଗା ପୀଡ଼ିତା ମୃତ୍ୟୁବରଣର କଥା ହଉ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ କଲେକ୍ଟର ଅଫିସ ଆଗରେ ମରଣାତ୍ମକ ଆକ୍ରମଣର କଥା ହଉ, ଏହା ଦର୍ଶାଉଛି ଯେ ଏ ସରକାର ସମ୍ପୂର୍ଣ୍ଣ ରୂପେ କୋଲାପ୍ସ କରିଯାଇଛି। ଓଡ଼ିଶା ପୋଲିସ ଏବଂ ଓଡ଼ିଶା ଡିଜି, ପୋଲିସ ବିଭାଗର ଯେ ଡିଜି ଅଛନ୍ତି ସମ୍ପୂର୍ଣ୍ଣ ରୂପେ ତାଙ୍କ ପାରିବା ପଡ଼ିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯୋଉମାନେ ନିଜ ଦଳର ନେତାମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିପାରୁନାହାନ୍ତି, ସାରା ଓଡ଼ିଶାବାସୀକି ସେମାନେ କଣ ପ୍ରୋଟେକ୍ସନ ଦେବେ? ଆଜି ଓଡ଼ିଶାବାସୀ ଭୟଭୀତ, ଆଜି ଓଡ଼ିଶାର ମା ମାନେ ମାଉସୀ ମାନେ ଯୋଉ ଓକିଲାତି କରୁଛନ୍ତି କିମ୍ବା ପୋଲିସ ଚାକିରି କରିଛନ୍ତି, ସେମାନେ ଆଜି ସରକାର ଉପରୁ ତାଙ୍କର ଭରସା ଭାଙ୍ଗି ଯାଇଛି, ପୋଲିସ ବିଭାଗ ଉପରୁ ତାଙ୍କର ଭରସା ଭାଙ୍ଗି ଯାଇଛି। ଆପଣ ଦେଖିବେ ହଜାର ବର୍ଷର ଭାଇଚାରାର ସହର କଟକରେ ଯୋଉଭଳି ଭାବରେ ଦଙ୍ଗା ହେଲା, କର୍ଫ୍ୟୁ ଲାଗିଲା, ଏହା କୋଉଠି ନା କୋଉଠି ସରକାର ଏବଂ ପୋଲିସ ପ୍ରଶାସନର ନିଷ୍କ୍ରିୟତାକୁ ସାମ୍ନାକୁ ଆଣୁଛି। ଭୁଲ କାହାର ଅଛି ତାକୁ ଦଣ୍ଡ ମିଳିବା ଆବଶ୍ୟକ, କିନ୍ତୁ ମୁଁ କହିବି ଯେ କଟକ ଭଳି ଏକ ଜାଗାରେ ଯଦି ଏତେ ବଡ଼